Hey friends, welcome to my YouTube channel Subha Odia Vlogs. ଅଲେଖ ମହିମା ଶରଣ। ସଦ୍ଗୁରୁ ବ୍ରହ୍ମ ମହିମା ଲେଖ। ସତ୍ୟ ସନାତନ ମହିମା ଧର୍ମକୁ ନିର୍ବେଦ ଧର୍ମ କୁହାଯାଏ। ନିର୍ବେଦ ଧର୍ମ କ'ଣ? ବେଦ ଧର୍ମ କ'ଣ? ବେଦ ଧର୍ମ କହିଲେ ସଗୁଣ ବ୍ରହ୍ମଙ୍କର ଉପାସନା। ବୈଦିକ ଧର୍ମଶାସ୍ତ୍ରରେ ସଗୁଣ ବ୍ରହ୍ମ ନାନା ଭାବରେ ବର୍ଣ୍ଣିତ ଅଛି, ଯେପରି ଅବତାରୀ ବିଷ୍ଣୁ, ଦେବୀ ଦେବତା ଇତ୍ୟାଦି ଇତ୍ୟାଦି। ସମସ୍ତଙ୍କର ଆରାଧନା, ପୂଜା, ଉପାସନା ପଦ୍ଧତି ଭିନ୍ନ ଭିନ୍ନ, କିନ୍ତୁ ନିର୍ଗୁଣ ବ୍ରହ୍ମଙ୍କର ଉପାସନା। ନିର୍ବେଦ ଧର୍ମ କହିଲେ ନିର୍ଗୁଣ ବ୍ରହ୍ମଙ୍କର ଉପାସନା। ବ୍ରହ୍ମଙ୍କର ରୂପ ନାହିଁ, ସେ ନିର୍ଗୁଣ ସ୍ୱରୂପ, ସେ ନିରାକାର ବି ନୁହନ୍ତି, ସେ ଅଣାକାର ବ୍ରହ୍ମ। ନିରାକାର ଅର୍ଥ କ'ଣ? ନିରାକାର କହିଲେ ଏ ପଞ୍ଚଭୂତ ମଧ୍ୟ ଜଣେ ନିରାକାର। ଆକାଶ, ଯାହାର ଆକାର ନାହିଁ ସେ ନିରାକାର। ଆକାଶର ଆକାର ନାହିଁ, ପବନର ଆକାର ନାହିଁ, ଅଗ୍ନିର ଆକାର ନାହିଁ, ଜଳର ଆକାର ନାହିଁ, ମାଟିର ମଧ୍ୟ ଆକାର ନାହିଁ। ଏଣୁ ଏ ପଞ୍ଚଭୂତକୁ ମଧ୍ୟ ନିରାକାର କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଏହି ନିରାକାର ଊର୍ଦ୍ଧ୍ୱରେ ଯେଉଁ ଅଣାକାର ବ୍ରହ୍ମ ଅଛନ୍ତି, ସେ ହେଉଛନ୍ତି ମୂଳ, ସୃଷ୍ଟିର ମୂଳ। ସେହି ମୂଳ ବ୍ରହ୍ମକୁ, ଯାହାକୁ ଅଲେଖ ଅଣାକାର ପରମ ବ୍ରହ୍ମ ଶାସ୍ତ୍ର ବର୍ଣ୍ଣିତ କରିଛି, ସେହି ବ୍ରହ୍ମକୁ ଆରାଧନା କରାଯାଏ ନିର୍ଗୁଣ ନିର୍ବେଦ ଧର୍ମରେ। ନିର୍ବେଦ ଧର୍ମ ଅର୍ଥ ବେଦର ଗୂଢ଼ ତତ୍ତ୍ୱ, ସାର ସିଦ୍ଧାନ୍ତ ଉପରେ ଆଧାରିତ। ବେଦର ସାର ସିଦ୍ଧାନ୍ତ ବା ତତ୍ତ୍ୱ ଦର୍ଶନ ଉପରେ ଆଧାରିତ ଧର୍ମ ହେଉଛି ନିର୍ବେଦ ଧର୍ମ। ତେଣୁ ଏ ମହିମା ଧର୍ମ ବା ନିର୍ବେଦ ଧର୍ମ ବେଦ ବିରୁଦ୍ଧ ଧର୍ମ ନୁହଁ, ଏ ବେଦ ପ୍ରତିପାଦିତ ଧର୍ମ। ବେଦ ପ୍ରତିପାଦିତ ଧର୍ମ ଯେହେତୁ, ତେଣୁ ବୈଦିକ ନିୟମ ନୀତି ଧର୍ମଧାରଣ ପଥରେ ପାଳନ କରିବା ପାଇଁ ଯେଉଁ ବର୍ଣ୍ଣିତ ଅଛି ଶାସ୍ତ୍ରରେ, ତାକୁ ଗୂଢ଼ ତତ୍ତ୍ୱ ଅର୍ଥରେ ଉତ୍ତମ ଭାବରେ ବୁଝି, ସେହି ନିୟମ ନୀତିକୁ ଉତ୍ତମ ଭାବରେ ବିଚାରପୂର୍ବକ ହୃଦବୋଧ ହୋଇ ଆତ୍ମକଲ୍ୟାଣ ଦିଗରେ ଯାହା ଉପଯୁକ୍ତ, ଯେଉଁ ନୀତି ନିୟମ ପାଳନ ଆବଶ୍ୟକ, ସେହି ନୀତି ନିୟମକୁ କେବଳ ସ୍ୱୀକୃତି ଦିଆଯାଇଛି। ବାକି ଆତ୍ମା କଲ୍ୟାଣ ଦିଗରେ ଯାହା ସାହାଯ୍ୟକାରୀ ନୁହଁ, ଆତ୍ମାର ବୈରୀ, ଆତ୍ମଧର୍ମ ପାଳନରେ ବାଧା ସୃଷ୍ଟିକାରୀ, ସେପରି ନୀତି ନିୟମକୁ, ବୈଦିକ କର୍ମ କାଣ୍ଡ ନୀତି ନିୟମକୁ ସବୁ ବାଦ ଦିଆଯାଇଛି ନିର୍ଗୁଣ ଧର୍ମରେ ବା ନିର୍ବେଦ ଧର୍ମରେ। ତେଣୁ ନିର୍ବେଦ ଧର୍ମ ଏବଂ ବେଦ ଧର୍ମ ଉଭୟ ଏକ ବୋଲି କୁହାଯାଇପାରିବ ନାହିଁ। କାରଣ ମହାତ୍ମା ସନ୍ତ କବି ଭୀମ ଭୋଇ ତାଙ୍କ ସ୍ତୁତି ଚିନ୍ତାମଣି ପ୍ରମାଣ କରିଛନ୍ତି, ବେଦକୁ ବର୍ଣ୍ଣିଲେ, ଶାସ୍ତ୍ର ବଖାଣିଲେ, ଭାବକୁ ହେଲେ ଭଗତ, ତେଣୁ ନାମ ରୀତି ଅଖଣ୍ଡ ବିଭୂତି ଆରତ ତାରଣନାଥ। ଭକ୍ତି ମାର୍ଗରେ ରୂପକୁ, ଗୁଣକୁ, ରୂପ ବା ସଗୁଣ ବ୍ରହ୍ମକୁ ଭିନ୍ନ ଭିନ୍ନ ଭାବରେ ଉପାସନା କରି ଭକ୍ତମାନେ ବ୍ରହ୍ମ ଚିନ୍ତନ କରିଥାନ୍ତି ଏବଂ ଯାହାର ଫଳସ୍ୱରୂପ ସେ ବାରମ୍ବାର ପୁନରାବୃତ୍ତି ହେଇଥାନ୍ତି। ଜୀବ ମୋକ୍ଷ ହୋଇପାରେ ନାହିଁ, ମୁକ୍ତି ହୋଇପାରେ ନାହିଁ, ପୁନରାବୃତ୍ତି ହୁଏ। ରୂପ ଦୂର କରି ଅରୂପକୁ ଧରି ଜ୍ଞାନୀଜନ ଗଲେ ତରି, ତେଣୁ ସିଦ୍ଧ ସାଧୁ ନାମ ଦେଲେ ତୋତେ କରୁଣା ସାଗର ହରି। ରୂପକୁ ପରିତ୍ୟାଗ କରି ଜ୍ଞାନୀମାନେ ହିଁ କେବଳ ତରିପାରନ୍ତି, ବ୍ରହ୍ମଜ୍ଞାନୀମାନେ ତରିପାରନ୍ତି। ତେଣୁ ଅରୂପ ବ୍ରହ୍ମକୁ ଉପାସନା କରିବାକୁ ହେଲେ ଅରୂପ ତତ୍ତ୍ୱରେ ମନକୁ ସମର୍ପଣ କରିବାକୁ ହୁଏ। ଅରୂପ ତତ୍ତ୍ୱକୁ ଧରି ଜୀବ
ସେ ଅରୂପ ବ୍ରହ୍ମକୁ ଭାବନା କଲେ ଅରୂପ ତତ୍ତ୍ୱରେ, ଯେପରି ମହାତ୍ମା ଭୀମ କହିଲେ, ସତ୍ୟରେ ଭଜାଇ ତତ୍ତ୍ୱରେ ମଜାଇ ଭବ ସିନ୍ଧୁ କଲପାରି। ସତ୍ୟରେ ଭଜାଇ ଅର୍ଥ ସଦାଚାରୀ ଜୀବନ। ପୂଜାର ଅର୍ଥ କ'ଣ? ନା ପୂଜାର ଅର୍ଥ ସେବା। ସେବା ହିଁ ହେଲା ପୂଜା। ପୂଜା କହିଲେ କୌଣସି ମନ୍ଦିର ଯାଇ ଘଣ୍ଟ ହଲେଇବା, ଧୂପକାଠି ଦେବା, ଏହାକୁ ପୂଜା କୁହାଯାଏ ନାହିଁ ନିର୍ବେଦ ଧର୍ମରେ। ସେବା, ପୂଜାର ଅନ୍ୟ ନାମ ହେଲା ସେବା। ତେଣୁ ସତ୍ୟରେ ଭଜାଇ ତତ୍ତ୍ୱରେ ମଜାଇ, ତତ୍ତ୍ୱରେ ଅର୍ଥାତ୍ ଯେଉଁ ତତ୍ତ୍ୱ ସନାତନ, ଯେଉଁ ସନାତନ ତତ୍ତ୍ୱରେ ମନ ସ୍ଥିର କଲେ ବ୍ରହ୍ମ ଭକ୍ତି ପୂର୍ଣ୍ଣତା ହୁଏ ବା ଈଶ୍ୱର ପ୍ରାପ୍ତି ହୁଏ ବା ଜୀବର ଆତ୍ମା ପରମାତ୍ମାର ମିଳନ ସମ୍ଭବ ହୋଇଥାଏ, ସେହି ବ୍ରହ୍ମ ତତ୍ତ୍ୱରେ ନିମଜ୍ଜିତ ହେବା ପାଇଁ ମହାପ୍ରଭୁଙ୍କର ବିଭିନ୍ନ ଶାସ୍ତ୍ରରେ ଏକଥା ଲେଖା ଅଛି ଯେ ମହିମା ଧର୍ମ ବା ନିର୍ବେଦ ଧର୍ମ ଏଥିପାଇଁ କୁହାଯାଇଛି, ଏହି ନିର୍ବେଦ ଧର୍ମରେ ଏକମାତ୍ର ମୁକ୍ତିର କଥା, ଜୀବର ଆତ୍ମାର ସଦ୍ଗତିର କଥା ପ୍ରଶସ୍ତ କରାଯାଇଛି। ମହାପ୍ରଭୁ ଦୟାର ଅବତାର, କରୁଣାର ଅବତାର ମହାପ୍ରଭୁ ମହିମା ସ୍ୱାମୀ ସ୍ପଷ୍ଟ ଭାବରେ ମହାତ୍ମା ଭୀମ ଭୋଇଙ୍କ ମାଧ୍ୟମରେ ଜଗତବାସୀ କହିଛନ୍ତି, ଦାରୁ ପାଷାଣ ମୂର୍ତ୍ତି ଦେବୀ ଦେବତା ସବୁଠାରୁ ଚିତ୍ତ ଛାଡ଼ିଦେଲେ, ମନ୍ତ୍ର ଯନ୍ତ୍ର ତନ୍ତ୍ର ଚାରି ବେଦ ସବୁ ଏମାନଙ୍କୁ ଏଡ଼ି ଚାଲିଗଲେ, ଶୂନ୍ୟ ବ୍ରହ୍ମଙ୍କୁ ଦେଖିବ ଯେମିତି ଜ୍ଞାନ ଡଳେ, କଳ୍ପନାକୁ କାଟି ଜନ୍ମ ମୃତ୍ୟୁ ମେଣ୍ଟି ଏକ ସ୍ୱପୁରକୁ ଜିଣିଗଲେ। ତେଣୁ ଇଏ ହେଉଛି ମନର ସର୍ବଶ୍ରେଷ୍ଠ ଅବସ୍ଥା, ଯାହାକୁ ମନ ଯେତେବେଳେ ଅମନ ହୋଇଯାଏ, ଅର୍ଥାତ୍ ମନରେ ନିଷ୍କାମତା ଜନ୍ମେ, ମନରେ ସମସ୍ତ ସଂସାର ବିଷୟ ବାସନା ଭାବ ଦୂରୀଭୂତ ହୋଇଯାଏ, ଆଧ୍ୟାତ୍ମ ରାଜ୍ୟ ଭିତରେ ମନ ପ୍ରବେଶ କରେ, କେବଳ ବ୍ରହ୍ମଚିନ୍ତନ, କେବଳ ବ୍ରହ୍ମଚିନ୍ତନ, କେବଳ ବ୍ରହ୍ମଚିନ୍ତନ, ବ୍ରହ୍ମରେ ତନ୍ମୟ ହୋଇଯାଏ ମନ। ସେ ଏକ ଈଶ୍ୱର ଅଦ୍ୱିତୀୟ ଚୈତନ୍ୟ ବ୍ରହ୍ମ ପାଖରେ ମନ ସମର୍ପିତ ହୋଇଯାଏ। ତେବେ ସେହି ଭକ୍ତି କରୁ କରୁ ଯେତେବେଳେ ଭାବ ସୃଷ୍ଟି ହୋଇଯାଏ, ସେହି ଭାବରେ ହିଁ ସେହି ଭାବଗ୍ରାହୀ ପ୍ରାପ୍ତ ହୋଇପାରନ୍ତି। ତେଣୁ ଭକ୍ତି କଲେ ଭାବ ହେଲେ ଅନ୍ତଲେଶ ପାଇବ। ନିର୍ବେଦ ଧର୍ମରେ ଏକମାତ୍ର ବ୍ରହ୍ମଚିନ୍ତନ, ଏକ ନିର୍ଗୁଣ ବ୍ରହ୍ମକୁ ଉପାସନା କରିବା କଥା କୁହାଯାଇଛି, ଯାହାକି ଯନ୍ତ୍ର ମନ୍ତ୍ର ତନ୍ତ୍ର କିଛି ଆବଶ୍ୟକ ନାହିଁ, କୌଣସି ବୈଦିକ ପୂଜା ପଦ୍ଧତିର ଆବଶ୍ୟକ ନାହିଁ। ଏକମାତ୍ର ଆତ୍ମସମର୍ପଣ, ପିଣ୍ଡ ସମର୍ପଣ, ନିଜର ମନ ଏବଂ ଆତ୍ମା, ତନୁ ମନ ପ୍ରାଣ ସବୁକିଛି ଏକ ବ୍ରହ୍ମ ପାଖେ ସମର୍ପଣ କରିବା, ଏ ହେଉଛି ନିର୍ବେଦ ଧର୍ମର ସାର କଥା, ନିର୍ବେଦ ଧର୍ମର ଏକମାତ୍ର ମାର୍ଗ। ତେଣୁ ମହିମା ଧର୍ମ, ସତ୍ୟ ସନାତନ ମହିମା ଧର୍ମକୁ ନିର୍ବେଦ ଧର୍ମ କହିବା ଯଥାର୍ଥ। କାରଣ ମହିମା ଧର୍ମରେ ଏକ ଅଦ୍ୱିତୀୟ ବ୍ରହ୍ମ ଚେତନା ଭାବ ପୂର୍ଣ୍ଣ ଭାବରେ ପରିସ୍ଫୁଟିତ ହୁଏ କର୍ମରେ, ଆଚରଣରେ, ଉଚ୍ଚାରଣରେ ଏବଂ ସାଧନା ଲକ୍ଷ୍ୟ ସବୁଥିରେ ସେହି ବ୍ରହ୍ମ ଭାବ ହିଁ, ପୂର୍ଣ୍ଣ ବ୍ରହ୍ମଙ୍କର ଭାବନା ପରିସ୍ଫୁଟ ହୋଇଥାଏ, ସ୍ପଷ୍ଟ ଭାବରେ ପ୍ରମାଣିତ ମଧ୍ୟ ହୋଇଥାଏ। ଉଚ୍ଚାରଣ ଏବଂ ଆଚରଣ ଉଭୟରେ ସାମ୍ୟ ସମାନତା ରହିଲେ ହିଁ ତାକୁ ହିଁ ଶ୍ରେଷ୍ଠ ସତ୍ୟ ବୋଲି କୁହାଯାଏ। କାରଣ ସତ୍ୟ ଯାହା ଉଚ୍ଚାରଣ ଏବଂ ଆଚରଣ ଉଭୟରେ ହିଁ ସତ୍ୟତା ରହିବା ଦରକାର। ତେଣୁ ସେହି ସତ୍ୟ ଆଚରଣ ବା ସତ୍ୟ ବଚନ ଭାଷଣ, ସତ୍ୟ ବଚନ ପ୍ରକାଶ, ଏସବୁ ମହିମା ଧର୍ମରେ ସ୍ୱୀକାର କରାଯାଇଛି, ଉପଦେଶ ଦିଆଯାଇଛି। ମହାପ୍ରଭୁ ମହିମା ସ୍ୱାମୀ ସମସ୍ତଙ୍କୁ ସେଇ ଗୋଟିଏ ମାର୍ଗ କହିଛନ୍ତି, ପର ସତ୍ୟ ଆଚାର ଛେଦି ହୋଇଯିବ ପାତକ ଭାର। ତେଣୁ ବେଦ ଧର୍ମ ଏବଂ ନିର୍ବେଦ ଧର୍ମ, ବେଦ ଧର୍ମରେ ସଗୁଣ ବ୍ରହ୍ମଙ୍କର ଉପାସନା କରାଯାଏ, ନିର୍ବେଦ ଧର୍ମରେ ଏକ ବ୍ରହ୍ମଙ୍କୁ ଉପାସନା କରାଯାଏ। ବେଦ ଧର୍ମରେ ମନ୍ତ୍ରଯନ୍ତ୍ର ତନ୍ତ୍ରର ଆବଶ୍ୟକ ହୁଏ, କିନ୍ତୁ ନିର୍ବେଦ ଧର୍ମରେ ଯନ୍ତ୍ର ମନ୍ତ୍ର ତନ୍ତ୍ରକୁ ବାଦ ଦେଇ ଗୁରୁମନ୍ତ୍ର, ଯାହା ମହାପ୍ରଭୁ ମହିମା ସ୍ୱାମୀ ଉପଦେଶ ଦେଇଛନ୍ତି, ଷଡ଼ାକ୍ଷର ବ୍ରହ୍ମନାମ ଅଲେଖ ମହିମା, ଷଡ଼ାକ୍ଷର ବ୍ରହ୍ମନାମ ଉଚ୍ଚାରଣ ପୂର୍ବକ ସେହି ଏକ ଅଦ୍ୱିତୀୟ ପରମଙ୍କୁ ଉପାସନା କରାଯାଏ। ବେଦ ଧର୍ମରେ ନାନା ପୂଜା ଉପାସନା ପାଇଁ ନାନା ପୂଜା ସମ୍ଭାରର ଆବଶ୍ୟକ ହୁଏ, କିନ୍ତୁ ନିର୍ବେଦ ଧର୍ମରେ କୌଣସି ପୂଜା ସମ୍ଭାର ଆବଶ୍ୟକ ହୁଏ ନାହିଁ। କେବଳ ପିଣ୍ଡ ସମର୍ପଣ, ଏ ଶରୀର ମନ ଆତ୍ମା ସମର୍ପଣ କରି ପ୍ରାତଃ ବ୍ରାହ୍ମ ମୁହୂର୍ତ୍ତରେ ଏବଂ ସାୟଂ ବ୍ରାହ୍ମ ମୁହୂର୍ତ୍ତରେ ସପ୍ତବାର ପଞ୍ଚବାର ଏପରି ଦ୍ୱାଦଶ ବାର ସାଷ୍ଟାଙ୍ଗେ ଦର୍ଶନର ବିଧି ରହିଛି।
ମହିମା ବେଦ ଧର୍ମରେ ଭୋଗବାଦକୁ ପ୍ରଶ୍ରୟ ଦିଆଯାଇଛି, କିନ୍ତୁ ନିବେଦ ଧର୍ମରେ ତ୍ୟାଗ ଭାବକୁ, ସେବା ଭାବକୁ ପ୍ରାଧାନ୍ୟ ଦିଆଯାଇଛି। ତ୍ୟାଗ ପଥ ହିଁ ସର୍ବଶ୍ରେଷ୍ଠ ପଥ, ନିବୃତ୍ତିର ପଥ ସର୍ବଶ୍ରେଷ୍ଠ ପଥ, ପ୍ରଭୃତିର ପଥ ବା ଯାହାକୁ ଭୋଗ ପଥ କୁହାଯାଏ ସେ ଶ୍ରେଷ୍ଠ ପଥ ହୋଇପାରେ ନା। ଭୋଗରେ ମନ ବିଚଳିତ ହୁଏ, ତ୍ୟାଗରେ ମନ ଏକାଗ୍ର ହୁଏ। ଭୋଗ ବେଦ ଧର୍ମ ପାଳନରେ ଇନ୍ଦ୍ରିୟ ସୁଖ ମିଳେ, କିନ୍ତୁ ନିବେଦ ଧର୍ମ ପାଳନରେ ଇନ୍ଦ୍ରିୟ ସୁଖ ମିଳେ ନାହିଁ, କିନ୍ତୁ ଆତ୍ମାର ସୁଖ ମିଳିଥାଏ, ଆତ୍ମିକ ସୁଖ ମିଳିଥାଏ, ଯାହାକି ନୈସର୍ଗିକ ସୁଖ। ସେ ନିବେଦ ଧର୍ମ ଏବଂ ବେଦ ଧର୍ମ ଭିତରେ ଏମିତି ଅନେକ ପାର୍ଥକ୍ୟ ରହିଛି, ଅନେକ ଭେଦ ରହିଛି, ଯାହାକୁ ଆମେ ଉତ୍ତମ ଭାବରେ ବିଚାରପୂର୍ବକ ଯଦି ଉଭୟ ପଥକୁ ସ୍ୱୀକାର କରିବା, ବିଚାରପୂର୍ବକ ଗ୍ରହଣ କରିବା, ତେବେ ଶ୍ରେଷ୍ଠ ପଥକୁ ଆମେ ପ୍ରକୃତ ଶ୍ରେଷ୍ଠ ପଥ କେଉଁଟି, ଆମ ଶ୍ରେଷ୍ଠ ପଥ କେଉଁ ପଥକୁ ଆମେ ମାନବ ଜନ୍ମରେ ଗ୍ରହଣ କରିବା, ଏ ସିଦ୍ଧାନ୍ତ ଆମେ ନିଜେ ନେଇପାରିବା। ତେଣୁ ସମସ୍ତ ଜଗତବାସୀଙ୍କୁ ମହାପ୍ରଭୁ ମହିମା ସ୍ୱାମୀ ଯେଉଁ ମାର୍ଗ କଥା କହିছে, ନିର୍ଗୁଣ ବାଦ ବା ନିବେଦ ଧର୍ମର ପଥ, ସେ ନିବେଦ ଧର୍ମ ପଥକୁ ଶ୍ରେଷ୍ଠ କି ଶ୍ରେଷ୍ଠ ନୁହଁ, ଏକଥା ଜଗତବାସୀ ବିଚାରପୂର୍ବକ ସମସ୍ତେ ତାପରେ ଧ୍ୟାନ ଦେଲେ ଅନ୍ତତଃ ସତ୍ୟର ପ୍ରତିଷ୍ଠା ହୋଇପାରିବ। ବାସ୍ତବ ସତ୍ୟ ଦ୍ୱାରା, ବାସ୍ତବ ସତ୍ୟ ପାଳନରେ, ବାସ୍ତବ ସତ୍ୟ ଧାରଣରେ ଏ ଜୀବର ଆତ୍ମାର ଅନ୍ତତଃ କଲ୍ୟାଣ ହୋଇପାରିବ। ମହାବ୍ରହ୍ମ ମହିମା ଲେଖ ମହିମା।